ଆରେ ମୋ କଣ୍ଢେଇର ଡ୍ରେସଟା ଛିଡ଼ି ଯାଇଛି, କିନ୍ତୁ ମୋ ପାଖରେ ତ ଏବେ କିଛି ବି କପଡ଼ା ନାହିଁ। ମୋ କଣ୍ଢେଇ ପାଇଁ ମୁଁ ଏବେ ଡ୍ରେସ କେମିତି ତିଆରି କରିବି? ଏକ ଆମ ବଗିଚାରେ କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି। ମୁଁ ଗୋଟେ କାମ କରେ, ମୋ କଣ୍ଢେଇ ପାଇଁ ମୁଁ ଗୋଟେ ଫୁଲ ଡ୍ରେସ ତିଆରି କରିଦିଏ। ମୋ କଣ୍ଢେଇ ବହୁତ ସୁନ୍ଦର ଦେଖାଯିବ। ଆରେ ବାଃ, ଫୁଲ ଡ୍ରେସ ପିନ୍ଧିଲା ପରେ ମୋ କଣ୍ଢେଇ ଆହୁରି ସୁନ୍ଦର ଦେଖାଗଲା। ଏବେ ମୁଁ ପ୍ରତିଦିନ ମୋ କଣ୍ଢେଇ ପାଇଁ ଫୁଲରେ ଆଉ ଘାସରେ ଡ୍ରେସ ତିଆରି କରିଦେବି। ଆଜି ମା କାମରୁ ଫେରିଲେ ମୋ ନୂଆ ଡ୍ରେସ ପିନ୍ଧିଥିବା କଣ୍ଢେଇକୁ ଦେଖେଇବି। ମା କାମରୁ ଫେରିଲ, ଏଇ ଦେଖ ମୁଁ ମୋ କଣ୍ଢେଇ ପାଇଁ କେତେ ସୁନ୍ଦର ଗୋଟେ ଫୁଲରେ ଡ୍ରେସ ତିଆରି କରିଦେଇଛି। ଆସ ମା, ମୋ କଣ୍ଢେଇକୁ ଗୀତ ଗାଇ ଶୁଆଇ ଦିଅ। ମାରେ, ତୁ ବହୁତ ଭଲ ଡ୍ରେସ ତିଆରି କରିଛୁ, ହେଲେ ମୁଁ ଆଜି ବହୁତ ଥକି ଯାଇଛି। ଚିଲ ଦିଦିଙ୍କ ଘରକୁ ଆଜି କୁଣିଆ ଆସିଥିଲେ। କାମ ସାରୁ ସାରୁ ଅନେକ ଡେରି ହେଇଗଲା। ଚାଲ ମା, ଆଜି ଖାଇବା ଖାଇ ଆରାମ କରିବା। କାଲି ମୁଁ ତ କଣ୍ଢେଇକୁ ଗୀତ ଗାଇ ଶୁଆଇ ଦେବି। ମତେ କ୍ଷମା କରିଦିଅ ମା, ତୁମେ ଏତେ ଥକି ଯାଇଛ ଆଉ ମୁଁ ତୁମକୁ ମୋ ସହ ଖେଳିବାକୁ କହୁଥିଲି। ଘର ଚଳେଇବା ପାଇଁ ତୁମେ ଅନେକ ପରିଶ୍ରମ କରୁଛ। ଚାଲ ମା, ଆମେ ଖାଇବା। ତାପରେ ମା ଚଢ଼େଇ ଆଉ ତାର ଝିଅ ଖାଇବା ଖାଇଲେ। ସକାଳ ହେଲା ପରେ କାଉ ଆସି ଚଢ଼େଇକୁ ଡାକିଲା। ଚଢ଼େଇ ଶୀଘ୍ର କବାଟ ଖୋଲ। କଣ ହେଲା କାଉ ଭାଇ, ଏତେ ସକାଳୁ ସକାଳୁ ମୋ ଘରକୁ ଆସିଲ ଯେ? ଚଢ଼େଇ, ତୋ ସ୍ୱାମୀ ବଞ୍ଚିଥିଲା ବେଳେ ଏ ଘରକୁ ବନ୍ଧା ପକେଇ ମୋଠୁ ଅନେକ ଟଙ୍କା ଧାର ନେଇଥିଲା। ଆଜି ଯାଇ ତୁ ଟଙ୍କାଟେ ବି ସୁଝିନୁ। ମତେ ଶୀଘ୍ର ମୋ ଟଙ୍କା ଦେ, ନହେଲେ ନିଜ ଝିଅକୁ ଧରି ଏ ଘର ଛାଡ଼ି ପଳା। କାଉ ଭାଇ, ଏବେ ମୋ ପାଖରେ ଟଙ୍କା ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ। ମୁଁ ସତ କହୁଛି, ମୁଁ ତୁମର ସବୁ ଟଙ୍କା ସୁଝିଦେବି। କେବଳ 3 ଦିନ, ତାଠୁ ବେଶୀ ସମୟ ମୁଁ ତତେ ଆଉ ଦେଇପାରିବିନି। ଏଇ 3 ଦିନରେ ମୋ ସବୁ ଟଙ୍କା ସୁଝି ଦେ, ନହେଲେ ଘରକୁ ମତେ ଦେଇ ଏଇ ଜଙ୍ଗଲ ଛାଡ଼ି ଚାଲିଯା। ଆରେ ମା, ତୁ ସାବଧାନ ରହିବୁ। ମୁଁ ଏବେ କାମକୁ ଯାଉଛି। କିନ୍ତୁ ମା, ତୁମ ଦେହ ତ ଭଲ ନାହିଁ। ତୁମେ ଏବେ କାମକୁ କେମିତି ଯିବ? କିଛି ସମୟ ଆରାମ କର, ତାପରେ ଯିବ। ନାଇଁ ରେ ମା, ଆରାମ କଲେ ପାଇଥିବା କାମ ବି ଚାଲିଯିବ। ତା ଉପରେ ପୁଣି କାଉ ଭାଇଙ୍କ ଟଙ୍କା ସୁଝିବାକୁ ପଡିବ। ତୁ ଘରେ ଥା ମା, ମୁଁ ଏବେ ଯାଏ। ଭଗବାନ, ମୋ ମାଙ୍କୁ ଶକ୍ତି ଦିଅ। ମା ଅନେକ ପରିଶ୍ରମ କରୁଛନ୍ତି। ମୁଁ ମୋ ମାର କଷ୍ଟ ଆଉ ଦେଖି ପାରୁନି। ଟଙ୍କା ରୋଜଗାର କରିବାର କିଛି ରାସ୍ତା ଦେଖେଇ ଦିଅ ଭଗବାନ। ତୁମେ କିଏ? ତୁମେ ଘର ଭିତରକୁ କେମିତି ଆସିଲ? ଭୟ କରନି ଚଢ଼େଇ ଛୁଆ, ମୁଁ ଜଣେ ପରୀ। ପରୀ? ତୁମେ ମୋ ପାଖକୁ କାହିଁକି ଆସିଲ? ମୁଁ କିଛି ଭୁଲ କରିଛି କି? ଆରେ ନା, ତୁ କିଛି ବି ଭୁଲ କରିନୁ। ତୁ ତ କଣ୍ଢେଇ ପାଇଁ ଯୋଉ ଫୁଲ ଡ୍ରେସ ତିଆରି କରିଛୁ, ସେ ଫୁଲ ଡ୍ରେସ ବହୁତ ସୁନ୍ଦର ହେଇଛି। ତୁ ଯେମିତି କଣ୍ଢେଇ ସାଙ୍ଗରେ ଖେଳୁ, ମୋ ଝିଅ ବି ସେମିତି କଣ୍ଢେଇ ସାଙ୍ଗରେ ଖେଳେ। ସେ ପ୍ରତିଦିନ ତତେ ଦେଖେ। ତୋ ହାତ ତିଆରି ଫୁଲ ଡ୍ରେସ ତାକୁ ବହୁତ ଭଲ ଲାଗିଲା। ସେଥିପାଇଁ ମୁଁ କିଣିବାକୁ ଆସିଛି। ତୁ କଣ ମତେ ତ ଫୁଲ ଡ୍ରେସ ବିକ୍ରି କରିବୁ? କିନ୍ତୁ ମୁଁ ଏ ଫୁଲ ଡ୍ରେସ ବିକ୍ରି କରିବିନି। ମୁଁ ମୋ କଣ୍ଢେଇ ପାଇଁ ତିଆରି କରିଥିଲି। ତୁ ମନା କରନି ଚଢ଼େଇ ଛୁଆ, ଆଜି ମୋ ଝିଅର ଜନ୍ମଦିନ। ମୁଁ ତାକୁ ଏ ଫୁଲ ଡ୍ରେସ ଉପହାର ଦେବାକୁ ଚାହୁଁଛି। ଏ ଫୁଲ ଡ୍ରେସ ବଦଳରେ ମୁଁ ତତେ ଅନେକ ଗୁଡ଼ିଏ ସୁନା ଟଙ୍କା ଦେବି। ତା ଛଡ଼ା ଫୁଲ ଡ୍ରେସ ତିଆରି କରିବା ତ ତୁ ଶିଖିଛୁ। ତୁ ପୁଣି ଥରେ ନିଜ କଣ୍ଢେଇ ପାଇଁ ଆଉ ଗୋଟେ ଫୁଲ ଡ୍ରେସ ତିଆରି କରିଦେବୁ। ହଁ, ତା ତ ଠିକ କଥା। ଏଇ ଫୁଲ ଡ୍ରେସ ବଦଳରେ ମୁଁ ଯଦି ଟଙ୍କା ପାଇଯିବି, ମାକୁ ମୁଁ ସାହାଯ୍ୟ କରିପାରିବି। ପୁଣି କେତେବେଳେ ସମୟ ଦେଖିକି ମୋ କଣ୍ଢେଇ ପାଇଁ ଆଉ ଗୋଟେ ଫୁଲ ଡ୍ରେସ ତିଆରି କରିଦେବି। କଣ ହେଲା ଚଢ଼େଇ ଛୁଆ, ତୁ କଣ ଏତେ ଭାବୁଛୁ? ତୁ କଣ ମତେ ତ ଫୁଲ ଡ୍ରେସ ବିକ୍ରି କରିବୁ? ହଁ, ମୁଁ ଏଇ ଡ୍ରେସ ବିକିବି। ଏଇ ନିଅ। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଛୁଆ। ଏଇ ନେ ତ ପାଉଣା। ମୁଁ ଏବେ ଯାଉଛି, ତୁ ଭଲରେ ରହ। ଏମିତି ପରି ଚଢ଼େଇ ଛୁଆକୁ ଅନେକ ଗୁଡ଼ିଏ ସୁନା ଟଙ୍କା ଦେଲା ପରେ ସେଠାରୁ ଚାଲିଗଲା। ଚଢ଼େଇ ଛୁଆ ସେଥିରୁ କିଛି ସୁନା ଟଙ୍କା ନେଇ କାଉମାନଙ୍କ ଘରକୁ ଗଲା। ଅଙ୍କଲ, ଆଣ୍ଟି, ଏଇ ନିଅ କିଛି ସୁନା ଟଙ୍କା।
ମୋ ବାପା ମା ଯୋଉ ଟଙ୍କା ଧାର ନେଇଥିଲେ ମୁଁ ସେସବୁ ଟଙ୍କା ଏବେ ସୁଝିଦେଲି। ଆରେ କୁନି, ଏତେ ଗୁଡେ ସୁନା ଟଙ୍କା ତୁ କୋଉଠୁ ପାଇଲୁ? ସେ କଥା ମୁଁ କହିପାରିବିନି। ମୁଁ ତୁମର ସବୁ ଟଙ୍କା ସୁଝିଦେଲି। ଏବେ ଆଉ ଦିନେ ବି ମୋ ମାକୁ ହଇରାଣ କରିବନି। ଏମିତି କହି ଚଢ଼େଇ ଛୁଆ ନିଜ ଘରକୁ ଫେରିଲା ଆଉ ତାର ମାକୁ ଅପେକ୍ଷା କଲା। ତାର ମା ଘରକୁ ଫେରିଲା ପରେ ଚଢ଼େଇ ଛୁଆ ତା ମାକୁ ସବୁ ଘଟଣା କହିଲା। ମୋ ଛୋଟ ଝିଅଟା କେତେ ବଡ଼ ହେଇଗଲା, ମାର କଷ୍ଟ ଦୂର କରିଦେଲା। ମୁଁ ଆଜି ବହୁତ ଖୁସିରେ ମା, ତୁ ସବୁବେଳେ ଭଲରେ ରହ। ମା, ଏବେ ଆଉ କିଛି ବି କଷ୍ଟ କାମ କରନି, ତୁମେ ଆରାମ କର। ମୁଁ କିଛି ସୁନା ଟଙ୍କା ବିକ୍ରି କରି ତୁମ ପାଇଁ ଔଷଧ ଆଣି ଦେଉଛି। ତୁମେ ପୁରାପୁରି ସୁସ୍ଥ ହେଲା ପରେ ଯାଇ ଆମେ ଏକ ବ୍ୟବସାୟ ଆରମ୍ଭ କରିବା। ଏମିତି ଚଢ଼େଇ ଛୁଆ ତା ମା ପାଇଁ ଔଷଧ ଆଣିଦେଲା। ମା ଚଢ଼େଇ ଔଷଧ ଖାଇ ଆରାମ କଲା। କିଛି ଦିନ ପରେ ସେ ପୁରାପୁରି ସୁସ୍ଥ ହେଇଗଲା। ତାପରେ ସେମାନେ ଗୋଟେ ବ୍ୟବସାୟ ଆରମ୍ଭ କରି ଅନେକ ଧନୀ ହେଇଗଲେ। ଏସବୁ କିଛି ଦେଖି ଦିନେ ଦୁଇ କାଉ ସୁଯୋଗ ପାଇ ଚଢ଼େଇ ଛୁଆକୁ ଧରି ନିଜ ଘରକୁ ଗଲେ। ଏ କଣ କାଉ ଆଣ୍ଟି, କାଉ ଅଙ୍କଲ, ମତେ କାହିଁକି ତମ ଘରକୁ ଆଣିଲ? ମତେ ଛାଡ଼ି ଦିଅ, ମୁଁ ମୋ ମା ପାଖକୁ ଯିବି। ହଁ ହଁ, ତତେ ତ ଆମେ ଛାଡ଼ିଦେବୁ। ତା ଆଗରୁ ଆମକୁ ସତ ସତ କହ, ତମେ ମାନେ ଏତେ ଗୁଡେ ସୁନା ଟଙ୍କା କୋଉଠୁ ପାଇଲ? ଯଦି ନ କହିବୁ ଆମେ ତତେ ଆଉ ଛାଡ଼ିବୁନି। ତତେ ସାରା ଜୀବନ ବନ୍ଦୀ କରି ଏଇ ଘରେ ରଖିବୁ। ଭୟରେ ଚଢ଼େଇ ଛୁଆ କାଉ ମାନଙ୍କୁ ସବୁ ଘଟଣା କହିଦେଲା। ଦୁଇ କାଉଙ୍କ ମନରେ ଲୋଭ ଆସିଲା। ମୁଁ ତ ସବୁ କଥା କହିଦେଲି, ଏବେ ମତେ ଛାଡ଼ି ଦିଅ, ମୁଁ ମୋ ମା ପାଖକୁ ଯିବି। ତତେ ଛାଡ଼ିଦେଲେ ଆମେ ଟଙ୍କା କେମିତି ପାଇବୁ? ଆରେ ଶୁଣ, ତୁ ଏ ଚଢ଼େଇ ଛୁଆ ପାଖରେ ଥା, ମୁଁ ଯାଉଛି ଅନେକ ଗୁଡ଼ିଏ ଫୁଲ ନେଇ ଆସିବି। ତାପରେ କାଉ ତାଙ୍କ ବଗିଚାରୁ ଅନେକ ଗୁଡ଼ିଏ ଫୁଲ ଆଣି ଚଢ଼େଇ ଛୁଆକୁ କହିଲା, ଏଇ ନେ ଫୁଲ, ଆଉ ଶୀଘ୍ର ଶୀଘ୍ର ଫୁଲ ଡ୍ରେସ୍ ତିଆରି କର। ନା, ମୁଁ କିଛି ବି କରିବିନି। ଫୁଲ ଡ୍ରେସ୍ ନେଇ ତୁମେ କଣ କରିବ? ଆମେ ବି ତ ପରୀକୁ ଫୁଲ ଡ୍ରେସ୍ ବିକ୍ରି କରି ଅନେକ ସୁନା ଟଙ୍କା ଆଣିବୁ। ତୁ ଯଦି ଆମ କାମ ନ କରିବୁ, ତୁ ଆଉ ଦିନେ ବି ତ ମାକୁ ଦେଖିପାରିବୁନି। ନା ନା, ମୋ ମାର କିଛି ବି କ୍ଷତି କରୁନି। ତୁମେ ଯାହା କହିବ ମୁଁ ସବୁ ତିଆରି କରିବି। ଏମିତି ଚଢ଼େଇ ଛୁଆ ଫୁଲରେ ଡ୍ରେସ୍ ତିଆରି କରିବା ଆରମ୍ଭ କଲା। ସେପଟେ ମା ଚଢ଼େଇ ଚାରିଆଡେ ତା ଝିଅକୁ ଖୋଜୁଥିଲା। ଝିଅକୁ ନ ପାଇ ସେ ଅନେକ କାନ୍ଦୁଥିଲା। ସେହି ସମୟରେ ଦୁଇଟି ପରୀ ତା ପାଖକୁ ଆସିଲେ। ଆରେ ଚଢ଼େଇ, ତୋ ଝିଅ କୋଉଠି ଅଛି? ଆଉ ତୁ ଏମିତି କାନ୍ଦୁଛୁ କାହିଁକି? ଅନେକ ସମୟ ହେଇଗଲାଣି, ମୁଁ ମୋ ଝିଅକୁ ଖୋଜିକି ପାଉନି। ସେ କୋଉଠି ଅଛି? ମୁଁ ତାକୁ କେମିତି ଖୋଜିବି? ମୁଁ କିଛି ବୁଝିପାରୁନି। କାନ୍ଦି ଚଢ଼େଇ, ମୁଁ ଏବେ ଦେଖୁଛି ତୋ ଝିଅ କୋଉଠି ଅଛି। ତାପରେ ପରୀ ଧ୍ୟାନ କଲା ଆଉ ଜାଣିଗଲା ଚଢ଼େଇ ଛୁଆ କାଉ ମାନଙ୍କ ଘରେ ଅଛି। ସମସ୍ତେ କାଉ ମାନଙ୍କ ଘରକୁ ଗଲେ। ଏ କଣ ପରୀ, ତୁମେ ମୋ ପାଖକୁ ଆସିଛ? ଏଇ ଦେଖ, କେତେ ଗୁଡ଼ିଏ ଫୁଲ ଡ୍ରେସ୍ ମୋ ପାଖରେ ଅଛି। ଏସବୁ ନେଇ ଏବେ ମତେ ସୁନା ଟଙ୍କା ପୁରସ୍କାର ଦିଅ। ମୁଁ ତତେ ଏବେ ପୁରସ୍କାର ନୁହଁ, ଶାସ୍ତି ଦେବି। କୁନିକୁ କଷ୍ଟ ଦେବା ପାଇଁ ତମମାନଙ୍କର ସାହସ କେମିତି ହେଲା? ଏବେ ମୁଁ ତମମାନଙ୍କୁ ଛାଡ଼ିବିନି। ଏମିତି ରାଗି ପରୀ ଦୁଇ କାଉଙ୍କୁ ଦୁଇଟି ଫୁଲ ଗଛ କରିଦେଲା। ପରୀ, ଆମକୁ ଏତେ ବଡ଼ ଶାସ୍ତି ଦିଅନି। ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଆମେ ଆଉ କେବେ ବି ଚଢ଼େଇକୁ ହଇରାଣ କରିବୁନି। ନା, ତମେ ମାନେ ଭୁଲ କରିଛ ମାନେ ଏବେ ଶାସ୍ତି ଭୋଗ କର। ଚାଲ ସମସ୍ତେ ଏଠୁ ଯିବା। ତୁମକୁ ଅନେକ ଅନେକ ଧନ୍ୟବାଦ ପରୀ। ତୁମ ପାଇଁ ମୁଁ ଆଜି ମୋ ଝିଅକୁ ଫେରି ପାଇଲି। ଆରେ ଚଢ଼େଇ, ଏଥିରେ ଧନ୍ୟବାଦ ଦେବାର କିଛି ନାହିଁ। ଦିନେ ତୋ ଝିଅ ମୋ ଝିଅର ବହୁତ ବଡ଼ ଉପକାର କରିଥିଲା। କୁନି, ମୁଁ ଆଜି ତୋ ସହ କଥା ହେବାକୁ ଆସିଥିଲି। ମୋ ନା ଲିଲି, ମୋର ନା କେହି ସାଙ୍ଗ ନାହାନ୍ତି। ତୁ ମୋର ସାଙ୍ଗ ହେବୁ। ଆମେ ବହୁତ ମଜା କରିବା ଆଉ ସବୁଦିନ ଖେଳିବା। ଠିକ ଅଛି ଲିଲି, ଆଜିଠୁ ଆମେ ସାଙ୍ଗ। ଆଚ୍ଛା ତେବେ କୁନି, ମୁଁ ଏବେ ଯାଉଛି, କାଲି ପୁଣି ଆସିବି। ମାମା, ସେପଟେ ଦେଖ, ଏ ବଗିଚାର ମାଲିକାଣୀ ସବୁ ଫୁଲ ତୋଳି ନେଇ ଯାଉଛନ୍ତି। ତୁ ଏ କଣ କହୁଛୁ? ମାଲିକାଣୀ ଯଦି ସବୁ ଫୁଲ ତୋଳି ନେଇଯିବେ, ଆମେ କୋଉଠି ରହିବା?
ଚାଲ ମା ଏବେ ହିଁ ମାଲିକାଣୀଙ୍କ ସହ ଏ ବିଷୟରେ କଥା ହେବା। ମାଲିକାଣୀ ତୁମେ ଏ ବଗିଚାର ସବୁ ଫୁଲ ତୋଳି ନିଅନି, ନହେଲେ ଆମ ଘର ଭାଙ୍ଗିଯିବ। ତୁମେ ଆମ ପାଇଁ ଅଳ୍ପ କିଛି ଫୁଲ ଛାଡ଼ି ଦିଅ, ବାକି ଫୁଲ ସବୁ ତୁମେ ନେଇଯାଅ। ମା ବଗିଚାର ଫୁଲ ତୋଳିବି ନ ତୋଳିବି ସେଇଟା ମୋ ଇଚ୍ଛା। ତୋ ପାଇଁ ଫୁଲ ରଖିଲେ ମୋର କ'ଣ ଲାଭ ହେବ? ମୁଁ ଯଦି ମୋ ବଗିଚାର ସବୁ ଫୁଲ ବିକ୍ରି କରିବି ବହୁତ ଟଙ୍କା ପାଇବି। ମାଲିକାଣୀ ଏମିତି କୁହନ୍ତୁନି, ଅନ୍ୟକୁ ସାହାଯ୍ୟ କଲେ ଭଗବାନ ତାଙ୍କୁ ସାହାଯ୍ୟ କରନ୍ତି। ମୁଁ ସବୁ ଫୁଲ କଥା କହୁନି, କେବଳ 2ଟି ଫୁଲ ଗଛ ରଖି ବାକି ଫୁଲ ନେଇଯାଆନ୍ତୁ। ଆମକୁ ଏଠି ରହିବାକୁ ଦେଲେ ଆମେ ବହୁତ ଖୁସି ହେବୁ ମାଲିକାଣୀ। ତମେ ମାନେ ଖୁସି ହେଲେ ମତେ କ'ଣ ମିଳିବ? ମତେ ଆଉ ବିରକ୍ତ କରନି। ତମେ ମାନେ ଆଜି ମୋ ବଗିଚା ଛାଡ଼ି ଚାଲିଯାଅ। ଯଦି ନ ଯିବ ମୁଁ ଝାଡୁରେ ପିଟି ପିଟି ତମ ମାନଙ୍କୁ ମୋ ବଗିଚାରୁ ବାହାର କରିଦେବି। ନା ନା ଆମକୁ ମାରନି, ଆମେ ଏବେଠୁ ଚାଲି ଯାଉଛୁ। ଆରେ କ'ଣ ପାଣି ତ ସରିଗଲା, ଏବେ ଆହୁରି ଅନେକ ଗଛ ଅଛି। ମା କୁନି ପାଣି ନେଇକି ଆସିଲୁ, ଗଛରେ ପାଣି ଦେବା। ମା ସେପଟେ ଦେଖ, ସେଠି ଗୋଟେ ଫୁଲ ବଗିଚା ଅଛି। ଚାଲ ମା ଆମେ ସେଇ ବଗିଚାରେ ଘର କରି ରହିବା। ହଁ ତୁ ଠିକ କହିଲୁ ରେ ମା, ହେଲେ ଆମେ ରହିବା ଆଗରୁ ଚାଲେ ସେ ମାଲିକାଣୀଙ୍କଠୁ ଅନୁମତି ନେବା। ମା ଦେଖ, ଛୋଟ ଛୋଟ ପ୍ରଜାପତି ମାନେ ଆମ ପାଖକୁ ଆସୁଛନ୍ତି। ମାଲିକାଣୀ ମାଲିକାଣୀ ଆମ ପାଖରେ ଏବେ ଘର ନାହିଁ, ତୁମ ବଗିଚାରେ ଆମକୁ ଘର କରିବାକୁ ଦେବ? ହଁ ହଁ ମୁଁ ତମ ମାନଙ୍କୁ ମୋ ବଗିଚାରେ ରହିବାକୁ ଦେବି, କିନ୍ତୁ ମୋ ବଗିଚାର ସବୁ ଗଛରେ ତ ଫୁଲ ଫୁଟିନି। ତଥାପି କ'ଣ ତମେ ମାନେ ମୋ ବଗିଚାରେ ରହିବ? କିଛି ଦିନ ପରେ ସବୁ ଗଛରେ ଫୁଲ ଫୁଟିଯିବ, ସେଥିପାଇଁ ତୁମେ ଚିନ୍ତା କରନି। ଯେବେ ତୁମର ଫୁଲ ବିକ୍ରି କରିବାକୁ ଇଚ୍ଛା ହେବ, ତୁମେ ଆମ ପାଇଁ କିଛି ଫୁଲ ଗଛ ଛାଡ଼ି ବାକି ଫୁଲ ଗଛ ବିକ୍ରି କରିପାରିବ। ଆରେ ଅଳ୍ପ ଗଛରେ କ'ଣ ପାଇଁ? ତମେ ମାନେ ପୁରା ବଗିଚାରେ ଆରାମରେ ରୁହ, ମୁଁ କେବେ ବି ତମ ମାନଙ୍କୁ ଏଠୁ ବାହାର କରିବିନି। ତମ ମାନଙ୍କର ଯଦି କିଛି ଦରକାର ହୁଏ ମତେ କହିବ, ମୁଁ ଆଣିଦେବି। ନା ନା ମାଲିକାଣୀ ଆମର ଆଉ କିଛି ବି ଦରକାର ନାହିଁ, ତୁମେ ଆମକୁ ରହିବାକୁ ଦେଲ ସେତିକିରେ ଆମେ ବହୁତ ଖୁସି। ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ଆମେ ନିଜ ପାଇଁ ଘର ତିଆରି କରିନେବୁ। ସେଦିନ ପରଠାରୁ ପ୍ରଜାପତି ମାନେ ଚଢ଼େଇର ବଗିଚାରେ ରହିଲେ। କିଛି ଦିନ ପରେ ଚଢ଼େଇ ବଗିଚାରେ ଥିବା ସବୁ ଗଛରେ ଫୁଲ ଫୁଟିଲା, ଚାରିଆଡେ ଫୁଲର ବାସ୍ନା ମହକୁଥିଲା। ମା ମା ଫୁଲର କେତେ ସୁନ୍ଦର ବାସ୍ନା ଆସୁଛି ନା? ଏଇ ଦେଖ ମା, ଆଗରେ ଗୋଟେ ଫୁଲ ବଗିଚା ଅଛି। ଯାଅ ନା ମା, ସେଠାରୁ ମୋ ପାଇଁ କିଛି ଫୁଲ ତୋଳି ନେଇ ଆସିବ। ଆଚ୍ଛା ଠିକ ଅଛି ରେ ମା, ଚାଲ ସେଠାକୁ ଯିବା। ଘରେ କିଏ ଅଛ? ହଁ ଆପଣ ମତେ ଡାକିଲେ ଚିର ଦିଦି? ମୁଁ ତୁମ ଘର ରାସ୍ତା ଦେଇ ଯାଉଥିଲି, ମୋ ଝିଅକୁ ତୁମ ଫୁଲ ଭାରି ପସନ୍ଦ ହେଇଛି। ମୁଁ ତୁମ ପାଖରୁ କିଛି ଫୁଲ କିଣିବାକୁ ଆସିଥିଲି। କିନ୍ତୁ ଚିଲ ଦିଦି, ମୁଁ ଆମ ବଗିଚାର ଫୁଲ ବିକ୍ରି କରିବିନି। କିଛି ପ୍ରଜାପତି ମୋ ବଗିଚାରେ ରହୁଛନ୍ତି, ମୁଁ ଫୁଲ ବିକ୍ରି କଲେ ତାଙ୍କ ଘର ନଷ୍ଟ ହେଇଯିବ। କ'ଣ ହେଲା? ସାମାନ୍ୟ ପ୍ରଜାପତି ମାନଙ୍କ ପାଇଁ ତମେ ଫୁଲ ବିକ୍ରି କରୁନ? ଦେଖିକି ଜଣା ପଡୁଛି ତୁମେ କେତେ ଗରିବ। ଫୁଲ ବିକ୍ରି କଲେ କିଛି ଟଙ୍କା ପାଆନ୍ତ, ନିଜର ଲାଭ ନ କରି ଓଲଟା କ୍ଷତି କରୁଛ। ହଁ ଚିଲ ଦିଦି, ଆମେ ଗରିବ, କିନ୍ତୁ ମୋ ସ୍ୱାମୀ ଯେତିକି ରୋଜଗାର କରନ୍ତି ଆମେ ଖୁସିରେ ଚଳିଯାଉ। ନିଜର ଲାଭ ପାଇଁ ମୁଁ ପ୍ରଜାପତି ମାନଙ୍କୁ କଷ୍ଟ ଦେଇପାରିବିନି। ଥାଉ ଥାଉ, ଆଉ ବେଶୀ ଉପଦେଶ ଦିଅନି। ଅନ୍ୟର ଉପକାର କରି ନିଜର କ୍ଷତି କରୁଛ, ଏମିତିରେ ତୁମେ କେବେ ଧନୀ ହେଇପାରିବନି। ଚାଲ ମା, ମୁଁ ତତେ ଆଉ କୋଉଠି ଫୁଲ କିଣିଦେବି। ଏମିତି କହି ଚିଲ ସେଠାରୁ ଚାଲିଗଲା। ତାଙ୍କର ସବୁ କଥା ପ୍ରଜାପତି ଛୁଆ ଶୁଣୁଥିଲା। ସେ ଶୀଘ୍ର ତା ମା ପାଖକୁ ଗଲା। ମା ମା ଆମେ ଏଠାକୁ ଆସି କିଛି ଠିକ କଲେନି। କ'ଣ ହେଲା ରେ ମା? ଏ ବଗିଚାର ମାଲିକାଣୀ ଆମକୁ ଏଠାରୁ ଚାଲିଯିବାକୁ କହିଲେ କି? ପ୍ରଜାପତି ଛୁଆ ତା ମାକୁ ସବୁ ଘଟଣା କହିଲା। କାଉ ଘରେ ସବୁ କିଛି ଥାଇ ବି ସେ ଆମକୁ ତା ବଗିଚାରୁ ବାହାର କରିଦେଲା। ହେଲେ ଚଢ଼େଇ ଗରିବ ହେଲେ ବି ଆମର ଉପକାର କଥା ଚିନ୍ତା କରୁଛି। କିଛି ସମୟ ପରେ ବର୍ଷେ ହେଇଯିବ, ଆମେ ଆମ ଅଭିଶାପରୁ ମୁକ୍ତ ହେବା। ତାପରେ ମୁଁ ଚଢ଼େଇକୁ କିଛି ଉପହାର ଦେବି। ଚାଲ ମା, ତା ପାଖକୁ ଯିବା। ମା, ଆମ ଟିଚର କହିଛନ୍ତି କାଲି ଗୋଟେ ଫୁଲ ଘର ତିଆରି କରି ସ୍କୁଲକୁ ନେବା ପାଇଁ। ଆରେ ମା, ଆମ ବଗିଚାରେ ତ ଆଉ ଫୁଲ ନାହିଁ, ତୁ ଫୁଲ ଘର କେମିତି ତିଆରି କରିବୁ? ଆରେ ହଁ, ମୋର ମନେ ପଡ଼ିଲା,
ମୁଁ ଥରେ ଦେଖିଥିଲି ଚଢ଼େଇ ବଗିଚାରେ ଅନେକ ଫୁଲ ଫୁଟିଛି। ମୁଁ ତା ବଗିଚାରୁ କିଛି ଫୁଲ ତୋ ପାଇଁ ଆଣିଦେବି। ଆରେ ପ୍ରଜାପତି, କଣ ହେଲା? ହଠାତ୍ ମୋ ପାଖକୁ ଆସିଲ ଯେ? ତମର କିଛି ଅସୁବିଧା ହେଲା କି? ନା ନା, ମୋର କିଛି ବି ଅସୁବିଧା ହେଇନି। କିଛି ସମୟ ଅପେକ୍ଷା କର, ତୁମେ ସବୁ ଜାଣିଯିବ। ଏ କଣ? ତୁମେ ପ୍ରଜାପତିରୁ ପରୀ କେମିତି ପାଲଟି ଗଲ? ଆମେ ପ୍ରଜାପତି ନୁହଁ, ଆମେ ପରୀ। ଏକ ରାକ୍ଷସୀର ଅଭିଶାପ ଯୋଗୁଁ ଆମେ ମା ଝିଅ ପ୍ରଜାପତି ପାଲଟି ଯାଇଥିଲୁ। ଜଣେ ସାଧୁ ବାବା କହିଥିଲେ ଆମେ ଜଣଙ୍କ ବଗିଚାରେ ଗୋଟେ ଫୁଲ ଘର ତିଆରି କରି ବର୍ଷେ ସେଠି ରହିଲେ ଆମେ ଆମ ଅଭିଶାପରୁ ମୁକ୍ତ ହେବୁ। ଆଜି ବର୍ଷେ ହେଇଗଲା, ସେଥିପାଇଁ ଆମେ ପୂର୍ବ ରୂପକୁ ଫେରି ପାଇଲୁ। ଚଢ଼େଇ, ତମକୁ ଅନେକ ଅନେକ ଧନ୍ୟବାଦ। ତୁମେ ଆମକୁ ନିଜ ବଗିଚାରେ ରହିବାକୁ ଦେଲ ବୋଲି ଆମେ ଆମ ଅଭିଶାପରୁ ମୁକ୍ତ ହେଲୁ। ଏଇ ନିଅ, ମୋ ତରଫରୁ ତୁମ ପାଇଁ କିଛି ଉପହାର। ଏ ସୁନା ଗଛ ଆଜିଠୁ ତୁମର। ପ୍ରତିଦିନ ଏଇ ସୁନା ଗଛରେ ସୁନା ଫୁଲ ଫୁଟିବ। ତୁମେ ସେସବୁ ବିକ୍ରି କରି ଆରାମରେ ଚଳିପାରିବ। ତୁମକୁ ଆଉ କଷ୍ଟ କରିବାକୁ ପଡ଼ିବନି। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମର ଯେବେ ବି ବୁଲିବାକୁ ଇଚ୍ଛା ହେବ ଆମ ଘରକୁ ଆସିପାରିବ। ଏମିତି ପରୀ ଆଉ ଚଢ଼େଇ କଥା ହେଲା ପରେ ପରୀ ସେଠାରୁ ଚାଲିଗଲା। ଦୂରରୁ ଥାଇ କାଉ ତାଙ୍କର ସବୁ କଥା ଶୁଣୁଥିଲା। ଆରେ ଆରେ, ମୁଁ ଏ କଣ କଲି? ନିଜ ହାତରେ ହିଁ ନିଜର ଏତେ ବଡ଼ କ୍ଷତି କରିଦେଲି। ମୁଁ ଯଦି ପ୍ରଜାପତି ମାନଙ୍କୁ ମୋ ବଗିଚାରୁ ବାହାର କରିନଥାନ୍ତି, ଆଜି ମୁଁ ସେ ସୁନା ଫୁଲ ଗଛ ପାଇଥାନ୍ତି। କାଉ ମନ ଦୁଃଖ କରି ନିଜ ଘରକୁ ଫେରିଗଲା। ସେପଟେ ଚଢ଼େଇ ସୁନା ଫୁଲ ବିକ୍ରି କରି ଖୁସିରେ ତା ପରିବାର ସହ ରହିଲା।